ନମସ୍କାର। ଚାଲନ୍ତୁ ଆମେ 16 ତାରିଖ ପାଇଁ ବହୁ ଶ୍ରେଣୀ ପାଠ୍ୟଟିକା ଶିଶୁ ବାଟିକା ପ୍ରଥମ ଦ୍ୱିତୀୟ ଶ୍ରେଣୀ ପାଇଁ ଆମେ ଆଲୋଚନା କରିବା, ଦେଖିବା ଏବଂ ଲେଖିବା। ଦେଖନ୍ତୁ ଆପଣଙ୍କର ଏଥିରେ ଡିଜି ଡେଭଲପମେଣ୍ଟାଲ ଗୋଲ୍, ସିଜି କମ୍ପିଟେନ୍ସି ଗୋଲ୍, ଏଲ୍ଓ ଆପଣଙ୍କର ଶିକ୍ଷଣ ଫଳାଫଳ, ଶିକ୍ଷଣ କାର୍ଯ୍ୟ ସବୁଗୁଡ଼ିକ ରହୁଛି। ତ ଚାଲନ୍ତୁ ଆମେ ଶିଶୁ ବାଟିକା ଗୁଡ଼ିକ ଦେଖିବା। ଏଥିରେ ଆଙ୍କର ବିଷୟ ହେଉଛି ଶିଶୁ ବାଟିକା କାର୍ଯ୍ୟପୁସ୍ତିକା 3 ଆପଣଙ୍କର ପିରିୟଡ଼ ଚାଲିଲା 38। ସେହିଭଳି ଶାରୀରିକ ବିକାଶ ଆପଣଙ୍କର କାର୍ଯ୍ୟ 33 ନିଆଯାଇଛି। ଦେଖନ୍ତୁ ସିଜି ହେଉଛି ଆପଣଙ୍କର ବିନ୍ଦୁ ଯୋଡ଼, ଯେଉଁଥିରେ ଆପଣଙ୍କର ଏଲ୍ଓ ଅଛି ସୂକ୍ଷ୍ମ ମାଂସପେଶୀର ଚାଳନା, ଯେଉଁଥିରେ କି ଚିତ୍ର, ଫୁଲମାଳ ଇତ୍ୟାଦି ତିଆରି କରିବେ, ସିଧାଗାର ଭଙ୍ଗାଗାର ଟାଣିବେ, ଚିତ୍ରରେ ମଧ୍ୟ ରଙ୍ଗ ଦେବେ ଇତ୍ୟାଦି। ସେହିଭଳି ଆପଣଙ୍କର ଶିକ୍ଷଣ କାର୍ଯ୍ୟ ବା ଲର୍ଣ୍ଣିଂ ଆକ୍ଟିଭିଟିଜ୍ କ'ଣ? ଆସ ଆମେ ଖେଳିବା, ସକ୍ରିୟାତ୍ମକ କାର୍ଯ୍ୟ କରିବେ। ଶିକ୍ଷକ ଯାହାକୁ କି ଶିକ୍ଷାର୍ଥୀମାନେ ଅନୁସରଣ କରିବେ, ତତ୍ପରେ କ୍ଷୁଦ୍ର ପ୍ରଶ୍ନମାନ ପଚାରିବେ ଏବଂ ପିଲାମାନଙ୍କୁ କାର୍ଯ୍ୟ ଫର୍ଦ୍ଦ 33 ବାହାର କରି ଅର୍ଦ୍ଧଚନ୍ଦ୍ର ଆଉ ଅର୍ଦ୍ଧବୃତ୍ତ ଗୁଡ଼ିକର ଯେଉଁ ବିନ୍ଦୁ ଗୁଡ଼ିକ ସଂଯୋଗ କରି ସେମାନେ ସଂଯୋଗ କରନ୍ତୁ ବାରମ୍ବାର, ଯାହାଫଳରେ କି ଗୋଟିଏ ଅର୍ଦ୍ଧବୃତ୍ତ ହୋଇପାରିବ। ସେହିଭଳି ମୂଲ୍ୟାୟନ କାର୍ଯ୍ୟପୁସ୍ତିକା ଆପଣଙ୍କର ଟିଏଲ୍ଏମ୍ରେ ଆବଶ୍ୟକ ରହୁଛି କାର୍ଯ୍ୟ ଫର୍ଦ୍ଦ। ସେହିଭଳି ମୂଲ୍ୟାୟନରେ ଆପଣ ଅର୍ଦ୍ଧଚନ୍ଦ୍ରର ବିନ୍ଦୁକୁ ଯୋଡ଼ ବୋଲି କହିବେ। ସେହିଭଳି ନେକ୍ସଟ ଆପଣଙ୍କର ପ୍ରଥମ ଶ୍ରେଣୀ ଆପଣଙ୍କର ବିଦ୍ୟା ପ୍ରବେଶ, ଯେଉଁଥିରେ କି ପିରିୟଡ଼ ଚାଲିଲା ଆପଣଙ୍କର 43 ଏବଂ ଆପଣଙ୍କର ପ୍ରସଙ୍ଗ ହେଉଛି ପଶୁପକ୍ଷୀ ବିକାଶାତ୍ମକ ଲକ୍ଷ୍ୟ 3, ଯେଉଁଥିରେ କି କାର୍ଯ୍ୟ ଫର୍ଦ୍ଦ ଆପଣ 45 କରିବେ ଏବଂ ଦକ୍ଷତା ହେଉଛି ଅଧିକ କମର ପରିମାଣ ଜାଣିବେ, ଯେଉଁଥିରେ କି ଆପଣଙ୍କର ଏଲ୍ଓ ରହୁଛି 2ଟି ବସ୍ତୁର ଓଜନକୁ ତୁଳନା କରିବେ, ଅଧିକ କମ ଜାଣିବେ। ସେହିଭଳି ଦେଖନ୍ତୁ ଶିକ୍ଷଣ କାର୍ଯ୍ୟ ଆସ ଆମେ ଖେଳିବା, 2 ହାତ ଟେକିବା। ସେହି କାର୍ଯ୍ୟର ସକ୍ରିୟାତ୍ମକ କାର୍ଯ୍ୟ କଲା ପରେ ପିଲାମାନଙ୍କୁ ସେମାନଙ୍କର ସକ୍ରିୟରେ ଅଂଶଗ୍ରହଣ କରି ବସେଇ ସାରିବା। ତାପରେ 45 କାର୍ଯ୍ୟ ଫର୍ଦ୍ଦରେ ଆମେ ଆଲୋଚନା କରିବା। କାର୍ଯ୍ୟ ଫର୍ଦ୍ଦ 45ରେ କେଉଁଥିରେ ଅଧିକ ପାଣି ଧରେ, କେଉଁଥିରେ କମ ପାଣି ଧରେ ଆମେ ପିଲାମାନଙ୍କୁ ପଚାରିବା, ଯେଉଁଥିରେ ଆପଣଙ୍କର ଶିକ୍ଷଣ ସାମଗ୍ରୀ ବିଦ୍ୟା ପ୍ରବେଶ ବହି କାର୍ଯ୍ୟ ଫର୍ଦ୍ଦ 45 ଆବଶ୍ୟକ, ଯେଉଁଥିରେ ଆପଣଙ୍କର ଦେଖନ୍ତୁ ପିଲାମାନଙ୍କୁ ପଚାରିବା ଗ୍ଲାସରେ ଅଧିକ ପାଣି ଧରେ ନା ଆପଣଙ୍କର ବାଲ୍ଟିରେ ଧରେ। ସେହିଭଳି ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିବା। ଚାଲନ୍ତୁ ଆମେ ତାପରେ ଦ୍ୱିତୀୟ ଶ୍ରେଣୀକୁ। ସେହିଭଳି ଚାଲନ୍ତୁ ଦ୍ୱିତୀୟ ଶ୍ରେଣୀର ଭାଷା ଆପଣଙ୍କର ଦେଖନ୍ତୁ ମୌଖିକ ଭାଷା ବିକାଶ, ଆପଣଙ୍କର ଦକ୍ଷତା ମାର୍ଗଦର୍ଶୀ ପଠନ। ସେହିଭଳି ଆପଣଙ୍କର ଏଲ୍ଓ ହେଉଛି ଆପଣ ଗଳ୍ପ କାର୍ଡ଼ ମାର୍ଗଦର୍ଶନ ପଠନ କରିବେ, ଯେଉଁଟି ଆପଣଙ୍କର ଗୁଡ଼ି ଓ ଛେଳି କପରନା। ସେହିଭଳି ପିଲାମାନଙ୍କୁ ଆକ୍ଟିଭିଟିରେ ଚିତ୍ର ଦେଖାଇ ଶିକ୍ଷାର୍ଥୀମାନଙ୍କୁ ଗଳ୍ପ କହିବେ ଏବଂ ସେମାନଙ୍କୁ ଛୋଟ ଛୋଟ କ୍ଷୁଦ୍ର ପ୍ରଶ୍ନ ପଚାରିବେ, ଯେଉଁଥିରେ ଆପଣଙ୍କର ଗଳ୍ପ କାର୍ଡ଼, ଗୁଡ଼ି ଓ ଛେଳି ଆବଶ୍ୟକ। ସେହିଭଳି ମୂଲ୍ୟାୟନ ଦେଖନ୍ତୁ ଗୁଡ଼ି ଛେଳି କେଉଁଠି ଦେଖାହେଲେ ଇତ୍ୟାଦି ପ୍ରଶ୍ନ କରିବେ। ସେଭଳି ନେକ୍ସଟ 40 ମିନିଟ୍ ଆପଣଙ୍କର ହସଖୁସି ବହିର ଖଣ୍ଡବାକ୍ୟ ଲେଖିବେ, ଚିତ୍ର ଦେଖି ନାମ ଲେଖିବେ। ଯେମିତି ଖଣ୍ଡବାକ୍ୟ ଅଛି ଆପଣଙ୍କର ପଢ଼ ଲେଖ। ସେହିଭଳି ମମ୍ବର ଶବ୍ଦ ଗୁଡ଼ିକ ଲିଖନ କରିବେ। ସେହିଭଳି ଦେଖନ୍ତୁ ଆପଣଙ୍କର ଶିକ୍ଷାର୍ଥୀ କାର୍ଯ୍ୟ ଗୁଡ଼ିକ ଶିକ୍ଷାର୍ଥୀମାନେ ଲେଖିବେ, ଚିତ୍ର ଦେଖି ଲେଖିବେ, ଯେଉଁଭଳି କମ୍ପାସ, ଡାମ୍ଫଣ, ମମ୍ବମ୍ବ ଇତ୍ୟାଦି ସେଥିରେ ଲେଖିବେ। ସେହିଭଳି ଆପଣଙ୍କର ବହି ଦରକାର, ଆପଣଙ୍କର ହସ ଖେଳ ବହି, ହସ ଖୁସି ବହି ଆବଶ୍ୟକ ସାହିତ୍ୟର, ଯେଉଁଥିରେ ଦେଖନ୍ତୁ କ ଡ୍ୟାସ କମ୍ପ, ତ ଡ୍ୟାସ ତମ୍ପ ଏହିଭଳି ପ୍ରଶ୍ନ ମୂଲ୍ୟାୟନରେ ମଧ୍ୟ ପଚରାଯିବ। ନେକ୍ସଟ 40 ମିନିଟ୍ କାର୍ଯ୍ୟପୁସ୍ତିକା ଡିକୋଡିଂ ଲେଖନ ଦେଖନ୍ତୁ ପଠନ ଆପଣଙ୍କର ନିୟଞ୍ଚ ପାଇଁ ଦେଖନ୍ତୁ କ୍ଷୁଦ୍ର ପ୍ରଶ୍ନ କରିବେ। ବାପା କାଞ୍ଚନ ପାଇଁ କ'ଣ ଆଣିଲେ? ସେହିଭଳି ଆପଣଙ୍କର ଶିକ୍ଷଣ କାର୍ଯ୍ୟ କ୍ଷୁଦ୍ର ପ୍ରଶ୍ନ ଉତ୍ତର ଦେବେ। ଶୀତ ରକ୍ଷା ପାଇବା ପାଇଁ ଆମେ କ'ଣ ବ୍ୟବହାର କରୁ? ଦେଖନ୍ତୁ ଆପଣଙ୍କର କାର୍ଯ୍ୟପୁସ୍ତିକା। ସେହିଭଳି ମୂଲ୍ୟାୟନରେ ନିୟଞ୍ଚ, ଖଞ୍ଜଣି, ଲଞ୍ଜା ଇତ୍ୟାଦି ଆଲୋଚନା କରିବେ। ସେହିଭଳି କାର୍ଯ୍ୟପୁସ୍ତିକା ଦେଖନ୍ତୁ ଆପଣଙ୍କର ଡିକୋଡିଂ ଲିଖନ ପଠନ ନିୟଞ୍ଚ କ୍ଷୁଦ୍ର ପ୍ରଶ୍ନ ପଚାରିବେ। ତ ଆପଣଙ୍କର ବିଞ୍ଚଣା, ଖଞ୍ଜ ଇତ୍ୟାଦି କାର୍ଯ୍ୟପୁସ୍ତିକାର ଅଛି। ସେହିଭଳି ନେକ୍ସଟ ହେଉଛି ଆପଣଙ୍କର ଗଣିତ, ଯେଉଁଥିରେ କି ସକ୍ରିୟାତ୍ମକ କାର୍ଯ୍ୟ ସଂଖ୍ୟା ମାଳିରେ ଗଣନ ଏକାଠି କରିବା, ଗୋଟି ଗୋଟି ରଙ୍ଗମାଳି
ଆଉ ଗୋଟିଏ ରଙ୍ଗମାଳି ଏକାଠି କରି ସହ କେତେ ହେଲା ଉଚାରିବା। ଏଥିରେ ଆପଣଙ୍କର ସଂଖ୍ୟା ମାଳି ଆବଶ୍ୟକ ରହୁଛି। ତେଣୁ ନାଲି ଓ ଧଳା ମାଳି ମିଶି କେତେ। ସେଭଳି ଚାଲନ୍ତୁ ନେକ୍ସଟକୁ ହସ ଖେଳ ବା ଗଣିତ ବହିର ଯୋଗ କ୍ରିୟା, ଯେଉଁଥିରେ ଆପଣଙ୍କର ଦକ୍ଷତା M204 ଯୋଗ ପ୍ରକ୍ରିୟା, ଯେଉଁଥିରେ ଏକକକୁ ଏକକରେ ଏବଂ ଦଶକରେ ଦଶକକୁ ମିଶାଇ ଆମେ ଉତ୍ତରଫଳ ବା ଯୋଗଫଳ ନିର୍ଣ୍ଣୟ କରିବା। ଦେଖନ୍ତୁ ଆପଣଙ୍କର ଯୋଗ ପ୍ରକ୍ରିୟା ଏକକକୁ ଏକକ, ଦଶକକୁ ଦଶକରେ ଯୋଗ କରିବା ଏବଂ ମିଶାଇବା। ଦେଖନ୍ତୁ ଏଥିରେ ଆପଣଙ୍କର 10 ଆଧାର ବ୍ଲକ ଆମର ଦରକାର। ସେହିଭଳି ପ୍ରଶ୍ନ ଦେଖନ୍ତୁ 25କୁ 34ରେ ମିଶାଅ, 41କୁ 12ରେ ମିଶାଅ ଇତ୍ୟାଦି। ସେହିଭଳି କାର୍ଯ୍ୟପୁସ୍ତିକା ହେଉଛି 11 ସପ୍ତାହ 4 କାର୍ଯ୍ୟ ଦିବସ ସହଯୋଗ। ଆସ ଯୋଗ କରିବା। ଦୈନନ୍ଦିନ ଜୀବନର ଯୋଗ ଗୁଡ଼ିକର ସମସ୍ୟା ସମାଧାନ କରିବା। ଦେଖନ୍ତୁ ଶିକ୍ଷଣ କାର୍ଯ୍ୟ ପାଇଁ 10 ଆଧାର ବ୍ଲକ ଜିକେ କିଟ୍ରେ ନେଇ ଏବଂ ମ୍ୟାଟ୍ରେ ନେଇ ଏକକକୁ ଏକକ ଘରେ, ଦଶକକୁ ଦଶକ ଘରେ ରଖି ଏକାଠି କରିବା ଏବଂ ମିଶାଣ କରିବା। 10 ଆଧାର ବ୍ଲକ ଏଥିରେ ଶିକ୍ଷଣ ସାମଗ୍ରୀ। ସେହିଭଳି ପ୍ରଶ୍ନଟି 44କୁ 15ରେ ମିଶାଇଲେ କେତେ ହେବ ଆପଣଙ୍କର ଜିକେ କିଟ୍ ମାଧ୍ୟମରେ ପ୍ରଦର୍ଶନ କରାଅ। ଏହିଭଳି ଭାବରେ ବହୁଶ୍ରେଣୀ ପାଠ୍ୟଟିକା ଜାଣିବା ପାଇଁ, ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, କମେଣ୍ଟ, ସେୟାର କରନ୍ତୁ। ଜୟ ଜଗନ୍ନାଥ।